ବ୍ରତଧାରୀ ମାନେ ପ୍ରସ୍ତୁତ ହେଇସାରିଛନ୍ତି କି ନାହିଁ ଏବଂ ଘଣ୍ଟୁଆଳ ସେବକମାନଙ୍କୁ ନିବେଦନ କରାଯାଉଛି ସେମାନେ ଯୋଉଠି ବି ପ୍ରସ୍ତୁତ ହେଉଛନ୍ତି ଯେତେ ଶୀଘ୍ର ପାରୁଛନ୍ତି ମନ୍ଦିର ଭିତରେ ଆସି ପହଞ୍ଚନ୍ତୁ, ନହେଲେ ଆମେ ସେମାନଙ୍କର ଅନୁପସ୍ଥିତିରେ ମଧ୍ୟ ଆମେ ଆମ କଳସ ଯାତ୍ରାକୁ ଆଗେଇ ନେବା ପାଇଁ ବାଧ୍ୟ ହେବୁ। এবং ବ୍ରତଧାରୀ ମାନଙ୍କୁ ବାରମ୍ବାର ନିବେଦନ କରାଯାଇଛି 22 ପାହାଚ ସମ୍ମୁଖକୁ ଫାଙ୍କା କରିଦେବା ପାଇଁ, କିନ୍ତୁ ମତେ ଲାଗୁଛି ଆମେ ସମସ୍ତେ ମନ୍ତ୍ର କର୍ମରେ ପ୍ରସ୍ତୁତ ଅଛୁ କିନ୍ତୁ ମାନୁନାହୁଁ ନିୟମକୁ। ମୁଁ ନିବେଦନ କରିବି 22 ପାହାଚ ସମ୍ମୁଖରେ ଯେତିକି ଅଛନ୍ତି ସମସ୍ତେ ପଛକୁ ପଳେଇଯାଆନ୍ତୁ, ଯେତିକି 22 ପାହାଚ ସମ୍ମୁଖରେ ସମସ୍ତେ ପଛକୁ ପଳେଇଯାଆନ୍ତୁ। ଆଉ କିଛି ମୁଁ କହିବି ନାହିଁ ଜମା, କାରଣ ଆମେ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ ନେଇଛୁ। ଆମେ ବ୍ରତଧାରୀ, ଆମେ ଶୃଙ୍ଖଳା ନିଶ୍ଚିତ ରଖିବା। ଶୃଙ୍ଖଳା ନହେଲେ କୌଣସି କାର୍ଯ୍ୟ ସୁଚାରୁରୂପେ ଆଗକୁ ଆଗେଇ ପାରିବ ନାହିଁ। ମୁଁ ବାରମ୍ବାର ଅନୁରୋଧ କରୁଛି ସେଇଠୁ ଥାଇକି ଆମେ 22 ପାହାଚ ସମ୍ମୁଖକୁ ସିଂହଦ୍ୱାର ଭିତର ପାଖକୁ ଆମେ ଛାଡ଼ିଦେବା।